ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଉପ କାରାଗାରର ଅନ୍ତେବାସୀଙ୍କୁ ଭେଟି ଶୁଖିଲା ଖାଦ୍ୟ ଫଳ ସହ ଏଲ୍ଇଡି ଟିଭି ପ୍ରଦାନ କରିଛନ୍ତି କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ଏବଂ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ। ଏଥିସହିତ ବିଜେପି ନବନିର୍ବାଚିତ ଢେଙ୍କାନାଳ ଜିଲ୍ଲା ସଭାପତି ରାସବିହାରୀ ବେହେରା ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ଦୁଇ ବିଧାୟକ ଜେଲ୍ ଭିତରକୁ ଯାଇ ପ୍ରଥମେ ଅନ୍ତେବାସୀଙ୍କୁ ଭେଟିଥିଲେ ଏବଂ ସେମାନଙ୍କୁ 76ତମ ସାଧାରଣତନ୍ତ୍ର ଅବସରରେ ଶୁଖିଲା ଖାଦ୍ୟ ଓ ଫଳ ପ୍ରଦାନ କରିଥିଲେ। ଏଥିସହିତ ମନୋରଞ୍ଜନ ପାଇଁ ଏକ ବଡ଼ ଏଲ୍ଇଡି ଟିଭି ପ୍ରଦାନ କରିଥିଲେ। ସମାଜ ସ୍ରୋତରେ କିଭଳି ନିଜକୁ ପରିବର୍ତ୍ତନ କରି ଜଣେ ଭଲ ମଣିଷ ହୋଇପାରିବେ ସେଥିନେଇ ଅନ୍ତେବାସୀମାନଙ୍କୁ ବୁଝାଇଥିଲେ ଦୁଇ ବିଧାୟକ। ଏହି କାର୍ଯ୍ୟକ୍ରମରେ ବିଜେପିର ବିଭିନ୍ନ ପଦାଧିକାରୀ ଏବଂ ଶତାଧିକ କର୍ମୀ ଉପସ୍ଥିତ ଥିଲେ। କାମାକ୍ଷା ନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।